ମୋ ନାଁ ହେଉଛି ଆଇବ ଖାଁ। ମୁଁ ଦେଖିଲି ଏମିତି ଅବସ୍ଥାରେ ଦମକଳ ଆଗେ ଆମର ପୋଲିସ ବାହିନୀ ଜଗତପୁର ଆସିଲେ, ତାଙ୍କ ପଛେ ପଛେ ମୁଁ ଆସିଲି। ଆସିଲା ପରେ ଦମକଳ ବି ଆସିଲା, ତାପରେ ଲୋକ ଏଠି ବହୁତ ଥିଲେ, ଆଉ ଭିତର ତ କେହି ଛାଡ଼ୁଥିଲେନି। ଆଉ ଏମିତି ଅସୁବିଧା ହେଇଛି। ତାଙ୍କର ବ୍ୟବସାୟ ଆଗରୁ ଅଛି, ଆଉ ଏମିତି ପ୍ରସ୍ତୁତି କରୁଥିଲେ, ଏମିତି ଅସୁବିଧା ହେଇଯାଇଛି। ଆଉ କଣ ଦେଖିଲେ ଆପଣ ଆସି? ମୁଁ ଦେଖିଲା ମାତ୍ରେ ସବୁ ଘର ପଡ଼ିଛି, ଆଉ ତାଙ୍କର ଅବସ୍ଥାରେ ତାଙ୍କୁ ନେଇକି ଗଲେ ମେଡ଼ିକାଲ। ଆଉ ଲୋକ ଏଠି ଏତେ ଥିଲେ, ଆଉ ତା ଭିତରକୁ ଯାଇ ହେଲାନି। ଏତିକି ଦେଖିଲୁ। କଣ ଆଉ ଏମାନେ ଯୋଉ ଯାଇଛନ୍ତି, ତାଙ୍କର ସହାୟତା କିଛି ମିଳିଲେ ଭଲ ହବ। ତାପରେ ଏମିତି ତ ଅସୁବିଧା ହେଇଯାଇଛି। କେତେ ଜଣ ଗୁରୁତର ଥିଲେ? ଆଜ୍ଞା 3 ଜଣ। ବର୍ତ୍ତମାନ କେଇ ଜଣ? ବର୍ତ୍ତମାନ 2 ଜଣ ଆମେ ଶୁଣିଛୁ ମୃତ୍ୟୁ ହେଇଛି, ଆଉ ଗୋଟେ ଅବସ୍ଥା ଖରାପ ସଂକୀର୍ଣ୍ଣ ଅଛି। ଏତିକି ରହିଛି। ସେ 3 ଜଣ ଗୋଟେ ପରିବାର? ସେ ତ କହି ହଉନି, ଦୈବ ଦୁର୍ଘଟଣା କେତେବେଳେ କଣ ଆସେ। ତାଙ୍କର ଆଗରୁ ତ ଏମିତି ବ୍ୟବସାୟ ଅଛି। ଆଉ ମୁଁ ଖବର ପାଇଲି ସେ ନୃସିଂହ ଠାକୁର ପାଖରେ ବାଣ ପ୍ରତି ବର୍ଷ ଦିଅନ୍ତି, ତା ମାଂସ ସବୁ ରହେ। ଆଉ ସେଇ ହେତୁ ତାଙ୍କର ତିଆରି କରୁଥିଲେ ପ୍ରସ୍ତୁତି, ତାପରେ ଦୁର୍ଘଟଣା। ପ୍ରେମାଂଶୁ ବିକାଶ ଦଲାଲ। କଣ ଦେଖୁଛନ୍ତି କାଲି ରାତିର ଘଟଣା? ତ ଏମିତି ଗୋଟେ ଘଟଣା ଘଟିଯାଇଛି, କ'ଣ କାରଣ ଜଣାପଡ଼ୁନି। ହେଲେ ଗାଁରେ ତ ସବୁବେଳେ ବାଣ ଫାଣ ହୁଏ, ହଉନଥିଲା କି କ'ଣ ଗ୍ୟାସ୍ ଟାଙ୍କି ବ୍ରଷ୍ଟ କରୁଛି ବୋଲି ଶୁଣାଯାଉଛି। ଆମେ ଶୁଣିକି ତ ଆସିକି ଦେଖିଲୁ, ସବୁ ମେଡ଼ିକାଲ ସବୁ ଯାଇଛନ୍ତି। ସବୁ ମେଡ଼ିକାଲ 3 ଜଣ ଯାଇଛନ୍ତି, କ'ଣ ଗୋଟେ ପରିବାର? ହଁ, ଗୋଟେ ପରିବାର, ଶାଶୁ ବୋହୂ ନାତୁଣୀ, ଶାଶୁ ବୋହୂ ନାତୁଣୀ। ବର୍ତ୍ତମାନ କ'ଣ ହେଇଛି ବୋଲି ଆପଣ ଶୁଣିଛନ୍ତି? କେଉଁ ଜାଗାରେ? ମେଡ଼ିକାଲ ତ 2 ଜଣ ଏକ୍ସପାର୍ଟ କରିଯାଇଛନ୍ତି, ଆଉ ଜଣେ ମେଡ଼ିକାଲ ଅଛନ୍ତି। ଆଉ ଆଚ୍ଛା, ଏଇ ଯୋଉ ଘଟଣା ଘଟିଲା, ଯଦି ପ୍ରିକସନ୍ ନିଆଯାଇଥାନ୍ତା, ପ୍ରତିହତ କରିଯାଇଥାନ୍ତେ କି? ହଁ, ହେଇପାରିଥାନ୍ତା। ଏ ଗାଁରେ ପରିବେଶ କେମିତି ଦେଖୁଛନ୍ତି? ଗାଁରେ ଲୋକମାନଙ୍କର ପ୍ରତିକ୍ରିୟା କ'ଣ ରହିଛି ଏ ଘଟଣା? ପୁରା ସ୍ତବ୍ଧ, ସବୁ ଗାଁ ସବୁ ସ୍ତବ୍ଧ, ପୁରା ସମସ୍ତେ ପୁରା ଦୁଃଖିତ, ସମସ୍ତେ ସବୁ ଏଇ ଜିନିଷକୁ ନେଇକି। ପ୍ରଶାସନ ପାଖରେ କ'ଣ ନିବେଦନ କରିବେ? ତଦନ୍ତ ହଉ। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTV କୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ।